Hello champions, welcome to Edu Enrichment. Dear student, first of all, good afternoon to everyone. ପିଲାମାନେ ତୁମେ ସମସ୍ତେ ଜାଣିଛ ଯେ OAV ଫର୍ମ ପକାଇବା ଏବେ କଣ୍ଟିନ୍ୟୁ ଅଛି। ଏକ୍ଜାମଟିକୁ କ୍ରାକ୍ କରିବା ପାଇଁ ତୁମମାନଙ୍କ ପାଖରେ ଓନ୍ଲି 60 ଡେଜ୍ ହିଁ ଅଛି। ଯେଉଁ 60 ଡେଜ୍ର ଆମେ ପ୍ରପର୍ ୟୁଟିଲାଇଜେସନ୍ କରିବା, ଭଲସେ ପାଠ ପଢ଼ିବା ଆଉ ସମସ୍ତେ ଏକ୍ଜାମଟିକୁ ଏ ବର୍ଷ କ୍ରାକ୍ କରିବା। ଅଲରେଡ଼ି ଆମ ଚ୍ୟାନେଲରେ ଲାଷ୍ଟ ଇୟର୍ର ବହୁତ ସାରା ଭିଡ଼ିଓ ଅପଲୋଡ଼ ଅଛି। ଯେପରିକି ଟପିକ୍ ୱାଇଜ୍ ଭିଡ଼ିଓ, ସାମ୍ପୁଲ୍ କୋଶ୍ଚିନ୍ ପେପର୍ ସଲ୍ଭ ଭିଡ଼ିଓ ଆଉ ପ୍ରିଭିୟସ୍ ଇୟର୍ରେ ମଧ୍ୟ ବହୁତ ସାରା କୋଶ୍ଚିନ୍ ସଲ୍ଭ ଭିଡ଼ିଓ ମଧ୍ୟ ଅଛି। ଟିକେ ପ୍ଲିଜ୍ ସମସ୍ତେ ସେ ପ୍ରିଭିୟସ୍ ଇୟର୍ ଭିଡ଼ିଓ ଗୁଡ଼ିକୁ ଚେକ୍ କରିନେବା। ଭିଡ଼ିଓ ଗୁଡ଼ିକ ମଧ୍ୟ ସବଜେକ୍ଟ ୱାଇଜ୍ ବି ସେପାରେଟଲି ଅଛି, ଯାହାଦ୍ୱାରା କି ତୁମକୁ ଦେଖିବାରେ ବି ଇଜି ହେବ। ଭିଡ଼ିଓ ଗୁଡ଼ିକ ତୁମମାନଙ୍କ ପାଇଁ ବହୁତ ହି ବେନିଫିସିଆଲ୍ ହେବ। ତେଣୁ ସମସ୍ତେ ପ୍ଲିଜ୍ ଟିକେ ସେ ଭିଡ଼ିଓ ଗୁଡ଼ାକୁ ଦେଖିନେବା। ଆଉ ଗୋଟିଏ କଥା କହି ରଖିବି ଯେ ଭିଡ଼ିଓ ଗୁଡ଼ିକୁ କେହି ବି ସ୍କିପ୍ କରିବା ନାହିଁ। ସ୍କିପ୍ କଲେ ଆମେ ଭିଡ଼ିଓକୁ ବୁଝିପାରିବା ନାହିଁ, ଯାହାକି ଆମମାନଙ୍କ ପାଇଁ ଆଦୌ ଠିକ୍ ହେବ ନାହିଁ। ତେଣୁ ୱିଦାଉଟ୍ ସ୍କିପ୍ରେ ଭିଡ଼ିଓଟିକୁ ସମସ୍ତେ ଲାଷ୍ଟ ଯାଏଁ ଦେଖିବା। ଦେନ୍ ଯିଏ ବି ଆଜିର ଏ ଭିଡ଼ିଓରେ ନୂଆ ଅଛନ୍ତି, ପ୍ଲିଜ୍ ଚ୍ୟାନେଲ୍ ଭିଡ଼ିଓଟିକୁ ଲାଇକ୍ କରିନେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ, ଯାହାଦ୍ୱାରା କି ଆମେ ଯାହା ବି ଭିଡ଼ିଓ ଅପଲୋଡ଼ କରିବୁ ସେଇଟା ତୁମମାନଙ୍କ ପାଖରେ ଫାଷ୍ଟ ପହଞ୍ଚିବ। ତେବେ ଚାଲ ଆଜିର ଏହି କୋଶ୍ଚିନ୍ ସିରିଜ୍ ଗୁଡ଼ିକୁ ଷ୍ଟାର୍ଟ କରିବା। ଆଉ ଗୋଟିଏ କଥା ପିଲାମାନେ, ପ୍ରତି କୋଶ୍ଚିନ୍ ପାଇଁ ତୁମକୁ 4ଟି ଲେଖାଏଁ ଅପସନ୍ ମିଳିବ। ତା ଦେହରୁ ଗୋଟିଏ ଅପସନ୍ ହେଉଛି ଆମର ଠିକ୍ ଆନ୍ସର୍। ତେଣୁ ଆମେ ଠିକ୍ ଆନ୍ସର୍ଟିକୁ ଚୁଜ୍ କରି ସେଥିରେ ଟିକ୍ ମାରିବା। ତେବେ ଆଜିର ଫାଷ୍ଟ କୋଶ୍ଚିନ୍ ହେଉଛି ଜଳିବାରେ କେଉଁ ଗ୍ୟାସ୍ ସାହାଯ୍ୟ କରେ? ଅପସନ୍ ଗୁଡ଼ିକ ହେଲା ଅମ୍ଳଜାନ, ଅପସନ୍ ବି ହେଲା ଅଙ୍ଗାରକାମ୍ଳ, ଅପସନ୍ ସି ଯବକ୍ଷାରଜାନ, ଅପସନ୍ ଡି ଜଳୀୟ ବାଷ୍ପ। ପ୍ରଥମେ ଗୋଟିଏ କଥା କହୁଛି ଶୁଣ। ଆମକୁ ଅମ୍ଳଜାନ କ'ଣ କରେ? ଜଳିବାରେ ସାହାଯ୍ୟ କରେ। ନିଜେ ଜଳେ କିଏ? ନା ଉଦ୍ଜାନ ଗ୍ୟାସ୍। ଉଦ୍ଜାନ ଗ୍ୟାସ୍ ବା ହାଇଡ୍ରୋଜେନ୍ ଗ୍ୟାସ୍ ନିଜେ ଜଳେ। ଜଳିବାରେ ସାହାଯ୍ୟ କରେ ଅମ୍ଳଜାନ ବା ଅକ୍ସିଜେନ୍। ଆଉ ଅଙ୍ଗାରକାମ୍ଳ ଗ୍ୟାସ୍ର କାମ ହେଲା ଏହା ନିଆଁ ଲିଭାଇବାରେ ସାହାଯ୍ୟ କରେ। ତେବେ ଆମର ରାଇଟ୍ ଆନ୍ସର୍ଟି କ'ଣ ହେବ ତାହେଲେ ପିଲାମାନେ? ନା ଜଳିବାରେ କେଉଁ ଗ୍ୟାସ୍ ସାହାଯ୍ୟ କରେ? ନା ଅମ୍ଳଜାନ ବା ଅକ୍ସିଜେନ୍ ଗ୍ୟାସ୍ଟି ଜଳିବାରେ ସାହାଯ୍ୟ କରେ। ସେକେଣ୍ଡ କ୍ୱେଶ୍ଚିନ୍ଟି ଦେଲା ସମୁଦ୍ର ଭିତରେ ବୁଲିବା ବେଳେ ସାଙ୍ଗରେ କେଉଁ ଗ୍ୟାସ୍ ଥଳି ନେଇଯାଆନ୍ତି? ଅପସନ୍ ଗୁଡ଼ିକ ହେଲା ଅଙ୍ଗାରକାମ୍ଳ, ଯବକ୍ଷାରଜାନ, ଅମ୍ଳଜାନ ଆଉ ଜଳୀୟ ବାଷ୍ପ। ଆମର ଶ୍ୱାସକ୍ରିୟାରେ ସବୁଠୁ ସାହାଯ୍ୟକାରୀ ଗ୍ୟାସ୍ଟି ହେଲା ଅମ୍ଳଜାନ ଗ୍ୟାସ୍। ତେଣୁ ଗୋଟିଏ ଲୋକ ଯେତେ ଉପରକୁ ବା ପର୍ବତ ଉପରକୁ ଯାଉ କିମ୍ବା ଯେତେ ଗଭୀରକୁ ଯାଉ ସମୁଦ୍ର ଭିତରେ, ତାକୁ ସବୁବେଳେ ଅମ୍ଳଜାନର ହିଁ ସର୍ଟେଜ୍ ପଡ଼େ। କାହିଁକି? ନା ଯେତେବେଳେ ପାଣିକି ଗୋଟେ ଲୋକ ପାଣିର ଅତି ଗଭୀରକୁ ଗଲା, ଆମେ ଜାଣିଛେ ଯେ ଅମ୍ଳଜାନ ପାଣିରେ ଦ୍ରବୀଭୂତ ଅବସ୍ଥାରେ ଥାଏ, ଯାହାକି ଜଳଜ ଜୀବମାନଙ୍କ ପାଇଁ ବହୁତ ହିଁ ଭଲ। କିନ୍ତୁ ଯେହେତୁ ମନୁଷ୍ୟମାନେ ନାକ ଦ୍ୱାରା ଶ୍ୱାସକ୍ରିୟା କରନ୍ତି, ତାଙ୍କୁ ଏ ଦ୍ରବୀଭୂତ ଅମ୍ଳଜାନ ସଫିସିଏଣ୍ଟ ହେବ ନାହିଁ। ଆମେ ଗ୍ୟାସିୟସ୍ର ଅକ୍ସିଜେନ୍କୁ ଶ୍ୱାସକ୍ରିୟା ରୂପେ ବ୍ୟବହାର କରୁ। ସେଥିପାଇଁ ଯେତେବେଳେ ଯେତେବେଳେ ସମୁଦ୍ର ଭିତରକୁ ଯାଆନ୍ତି, ସେମାନେ ଅକ୍ସିଜେନ୍ ଗ୍ୟାସ୍ର ଥଳି ସାଙ୍ଗରେ ନେଇ ଯାଆନ୍ତି। ତେଣୁ ଆମର ରାଇଟ୍ ଆନ୍ସର୍ଟି ହେବ ଅମ୍ଳଜାନ ବା ଅକ୍ସିଜେନ୍ ଗ୍ୟାସ୍। ଦେନ୍ ଆମର ଥାର୍ଡ଼ କ୍ୱେଶ୍ଚିନ୍ଟି ହେଲା ନିଆଁ ଲିଭାଇବାରେ କେଉଁ ଗ୍ୟାସ୍ ସାହାଯ୍ୟ କରେ? ମୁଁ ପ୍ରଥମ କ୍ୱେଶ୍ଚିନ୍ ହିଁ କହିଲି ଯେ ଆମର ଅକ୍ସିଜେନ୍ ଜଳିବାରେ ସାହାଯ୍ୟ କରେ। ତାପରେ ହାଇଡ୍ରୋଜେନ୍ ବା ଉଦ୍ଜାନ ନିଜେ ଜଳେ। ଆଉ ଅଙ୍ଗାରକାମ୍ଳ ଗ୍ୟାସ୍ଟି ଆମକୁ ନିଆଁ ଲିଭାଇବାରେ ସାହାଯ୍ୟ କରେ। ତେଣୁ ସାଧାରଣତଃ ଆମ ଯେଉଁ ନିଆଁ ଲିଭା ଯନ୍ତ୍ରରେ ଅଙ୍ଗାରକାମ୍ଳ ଗ୍ୟାସ୍ ହିଁ ଥାଏ, ଯେଉଁଟାକି ନିଆଁ ଲିଭାଇବା ପାଇଁ ସାହାଯ୍ୟ କରେ। ଆମର 4 ନମ୍ବର କ୍ୱେଶ୍ଚିନ୍ଟି ଦେଲା ବାୟୁରେ ଅମ୍ଳଜାନର ପରିମାଣ ଶତକଡ଼ା କେତେ ଭାଗ ଅଛି? ଅପସନ୍ ଗୁଡ଼ିକ ହେଲା 31, 41, 21 ଆଉ 40। ତେଣୁ ଆମର ରାଇଟ୍ ଆନ୍ସର୍ଟି ହେବ 21। ବାୟୁମଣ୍ଡଳରେ ଆମର ଅମ୍ଳଜାନ ବା ଅକ୍ସିଜେନ୍ 21 ଭାଗ ବା 21% ହିଁ ଅଛି। ଦେନ୍ ଆମର ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ପିଲାମାନେ। ନେକ୍ସଟ କ୍ୱେଶ୍ଚିନ୍ ଦେଲା ଭୂପୃଷ୍ଠକୁ କେତେ କିମି ଉଚ୍ଚତା ପର୍ଯ୍ୟନ୍ତ ବାୟୁର ସ୍ତର ଘେରି ରହିଛି? ଅପସନ୍ ଗୁଡ଼ିକ ହେଲା 400,
300, 100 ଆଉ 200। ସାଧାରଣତଃ ବାୟୁମଣ୍ଡଳ ଭୂପୃଷ୍ଠରୁ 300ରୁ 400 କିଲୋମିଟର ହିଁ ବ୍ୟାପି ରହିଥାଏ। ତେଣୁ ଆମ ରାଇଟ୍ ଆନ୍ସର୍ ସେଠି ହେବ 400 କିଲୋମିଟର। ଦେନ୍ ଦେଲା ସୋଡ଼ା ବୋତଲରେ କେଉଁ ଗ୍ୟାସ୍ ଦ୍ରବୀଭୂତ ହୋଇଥାଏ? ଆମ ସମସ୍ତଙ୍କୁ କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ଭଲ ଲାଗେ, ହଁ କି ନାହିଁ? ଯେତେବେଳେ ଆମେ କୋଲ୍ଡ ଡ୍ରିଙ୍କସ୍ଟା ଖୋଲୁ ଭୁରୁ ଭୁରୁ ହେଇ କିଛି ସାରା ଗ୍ୟାସ୍ ବାହାରେନି କି? ଏମିତି ଭିତରେ କୋଲ୍ଡ ଡ୍ରିଙ୍କସ୍ ଅଛି। ଯେତେବେଳେ ଆମେ ତା ଠିପିଟା ଖୋଲୁଛେ କ'ଣ ଏମିତି ଭୁରୁ ଭୁରୁ ହେଇ କିଛିଟା ଗ୍ୟାସ୍ ବାହାରି ଆସେ। ଏଇ ଗ୍ୟାସ୍ଟି ହେଉଛି ସାଧାରଣତଃ ଅଙ୍ଗାରକାମ୍ଳ ଗ୍ୟାସ୍। ତେଣୁ ସୋଡ଼ା ବୋତଲରେ ତାହେଲେ କେଉଁ ଗ୍ୟାସ୍ ଦ୍ରବୀଭୂତ ଅବସ୍ଥାରେ ଅଛି? ଯଦି କିଏ ପଚାରିବ ରାଇଟ୍ ଆନ୍ସର୍ ସେଠି କ'ଣ ହେବ? ଅଙ୍ଗାରକାମ୍ଳ ବା କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ବା CO2। ଦେନ୍ ନେକ୍ସଟ କ୍ୱେଶ୍ଚିନ୍ଟି ହେଲା ସୋଡ଼ା ବୋତଲରେ ସରିଯାଇଛି। ଦେନ୍ ନେକ୍ସଟ କ୍ୱେଶ୍ଚିନ୍ ଦେଲା ସବୁଜ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବାୟୁରୁ କେଉଁ ଗ୍ୟାସ୍ ନେଇଥାନ୍ତି? ଅପସନ୍ ଗୁଡ଼ିକ ହେଲା ଅଙ୍ଗାରକାମ୍ଳ, ଧୂଳିକଣା, ଅମ୍ଳଜାନ ଆଉ ଯବକ୍ଷାରଜାନ। ତେଣୁ ରାଇଟ୍ ଆନ୍ସର୍ ସେଠି ହେବ ଅଙ୍ଗାରକାମ୍ଳ ଗ୍ୟାସ୍, ଯେଉଁଟାକି ଗଛକୁ ଖାଦ୍ୟ ତିଆରି କରିବାରେ ସାହାଯ୍ୟ କରେ। ଆଉ ଗଛ ଖାଦ୍ୟ ତିଆରି କରିବା ପରେ ବାୟୁମଣ୍ଡଳକୁ ଅମ୍ଳଜାନ ଗ୍ୟାସ୍ ଛାଡ଼ିଥାଏ। ସେଥିପାଇଁ ଆମେ ପ୍ରଚୁର ପରିମାଣରେ ଗଛ ଲଗାଇବା, ଯାହାଦ୍ୱାରା କି ଆମକୁ ଭବିଷ୍ୟତରେ କେବେ ବି ଅକ୍ସିଜେନର ଡେଫିସିଏନ୍ସି ପଡ଼ିବ ନାହିଁ। ତେଣୁ ଏଠାର ରାଇଟ୍ ଆନ୍ସର୍ଟି ହେଉଛି ସବୁଜ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବାୟୁରୁ ଅଙ୍ଗାରକାମ୍ଳ ଗ୍ୟାସ୍ ନେଇଥାନ୍ତି। ଦେନ୍ 9 ନମ୍ବର କ୍ୱେଶ୍ଚିନ୍ ଦେଲା ବିଜୁଳି ଆଉ ଘଡ଼ଘଡ଼ି ମାରିବା ବେଳେ କେଉଁ ଗ୍ୟାସ୍ ସୃଷ୍ଟି ହୁଏ? ଅପସନ୍ ଗୁଡ଼ିକ ହେଲା ଯବକ୍ଷାରଜାନ ଅକ୍ସାଇଡ୍, ସଲଫର ଅକ୍ସାଇଡ୍, କାର୍ବନ ଅକ୍ସାଇଡ୍ ଆଉ ଏଥିମଧ୍ୟରୁ କେଉଁଟି ନୁହେଁ? ତେଣୁ ରାଇଟ୍ ଆନ୍ସର୍ ସେଠି ହେବ ଯବକ୍ଷାରଜାନ ଅକ୍ସାଇଡ୍। ଦେନ୍ 10 ନମ୍ବର କ୍ୱେଶ୍ଚିନ୍ ଦେଲା ବର୍ଷା ଦିନେ ବାୟୁମଣ୍ଡଳରେ କେଉଁ ଗ୍ୟାସ୍ର ପରିମାଣ ବଢ଼ିଯାଏ? ଅପସନ୍ ଗୁଡ଼ିକ ହେଲା ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ ଆଉ ଜଳୀୟ ବାଷ୍ପ। ଆଚ୍ଛା, ଆମେ ସମସ୍ତେ ପଢ଼ିଛେ ଯେ ଆମର ଦୁଇଟି ଉପାୟ ଅଛି। ଗୋଟେ ହେଲା ତିନୋଟି ଉପାୟ ବାଷ୍ପୀଭବନ, ଘନୀକରଣ ଆଉ ବୃଷ୍ଟିପାତ। ଖରାଦିନେ ସାଧାରଣତଃ ଜଳ ଅଧିକ ପରିମାଣରେ ବାଷ୍ପୀଭବନ ହୁଏ, ସେଟା ସବୁବେଳେ ଚାଲେ। ଜଳ ବାଷ୍ପ ହୋଇ ଉପରକୁ ଉଠେ, ପୁଣି ଥଣ୍ଡା ହୋଇ ଘନୀକରଣ ହୋଇ ବୃଷ୍ଟିପାତ ଆକାରରେ ତଳକୁ ଖସେ। ତାହେଲେ ବର୍ଷା ଦିନେ ବାୟୁମଣ୍ଡଳରେ କେଉଁ ଗ୍ୟାସ୍ର ପରିମାଣ ବଢ଼ିଯାଏ? ଅପସନ୍ଟି ହେଉଛି ଜଳୀୟ ବାଷ୍ପ। ଯଦି ଜଳୀୟ ବାଷ୍ପର ପରିମାଣ ଅଧିକ ବଢ଼ିଗଲା ତେବେ ତାହା ବୃଷ୍ଟିପାତ ଆକାରରେ ତଳକୁ ଆସିବ ହେରି। ଦେନ୍ ନେକ୍ସଟ କ୍ୱେଶ୍ଚିନ୍ ଦେଲା କେଉଁ ଜାତୀୟର ଉଦ୍ଭିଦର ଚେରରେ ଯବକ୍ଷାରଜାନ ସଞ୍ଚିତ ହୋଇ ରହିଥାଏ? ଅପସନ୍ ଗୁଡ଼ିକ ହେଲା ଲତା ଜାତୀୟ, ତନ୍ତୁ ଜାତୀୟ, ଡାଲି ଜାତୀୟ ଆଉ କଣ୍ଟା ଜାତୀୟ। ଏଠି ରାଇଟ୍ ଆନ୍ସର୍ ସେଠି ହେବ ଡାଲି ଜାତୀୟ। ଡାଲି ଜାତୀୟ ମୂଳରେ ଗଣ୍ଠି ଭଳି ଥାଏ, ଯେଉଁଥିରେ କି ଯବକ୍ଷାରଜାନ ସଞ୍ଚିତ ହୋଇ ରହିଥାଏ। ଦେନ୍ ନେକ୍ସଟ କ୍ୱେଶ୍ଚିନ୍ ଦେଲା ଅଗ୍ନି ନିର୍ବାପକ ଯନ୍ତ୍ରରୁ କେଉଁ ଗ୍ୟାସ୍ ବାହାରେ? ଅପସନ୍ ଗୁଡ଼ିକ ହେଲା ଅଙ୍ଗାରକାମ୍ଳ, ଅମ୍ଳଜାନ, ଯବକ୍ଷାରଜାନ ଆଉ ଧୂଳିକଣା। ଏଇ ପର୍ଟିକୁଲାର କ୍ୱେଶ୍ଚିନ୍ଟି ମୁଁ ତୁମକୁ 2 ଥର କହିସାରିଲାଣି ଯେ ଆମେ ପଢ଼ିଲେ ଅମ୍ଳଜାନ ଜଳିବାରେ ସାହାଯ୍ୟ କରେ, ଅଙ୍ଗାରକାମ୍ଳ ନିଆଁ ଲିଭାଇବାରେ ସାହାଯ୍ୟ କରେ ଆଉ ଉଜାନ ନିଜେ ଜଳେ। କହିଲି ବି ଯେ ଆମର ନିଆଁ ଲିଭାଇବା ଯନ୍ତ୍ରରେ ସାଧାରଣତଃ ଅଙ୍ଗାରକାମ୍ଳ ଗ୍ୟାସ୍ ଭର୍ତ୍ତି କରାଯାଏ, ଯାହାକି ନିଆଁ ଲିଭାଇବା ପାଇଁ ସାହାଯ୍ୟ କରେ। ତେଣୁ ରାଇଟ୍ ଆନ୍ସର୍ଟି କ'ଣ ହେବ ନା ଅଗ୍ନି ନିର୍ବାପକ ଯନ୍ତ୍ରରୁ ଅଙ୍ଗାରକାମ୍ଳ ଗ୍ୟାସ୍ ବାହାରିଥାଏ। ଦେନ୍ ନେକ୍ସଟ କ୍ୱେଶ୍ଚିନ୍ ଦେଲା ଚୂନ ପାଣିରେ କେଉଁ ଗ୍ୟାସ୍ ଥାଏ ଯାହା ଫଳରେ ଚୂନ ପାଣି କାନ୍ଥରେ ଲେପିଲେ କାନ୍ଥ ଧଳା ହୋଇଯାଏ? ରାଇଟ୍ ଆନ୍ସର୍ଟି ହେବ ଅଙ୍ଗାରକାମ୍ଳ ଗ୍ୟାସ୍, ଯାହାକି ଚୂନ ପାଣିକୁ ଦୁଧିଆ ରଙ୍ଗ କରିବାରେ ସାହାଯ୍ୟ କରେ। ଦେନ୍ 14 ନମ୍ବର କ୍ୱେଶ୍ଚିନ୍ ଦେଲା ସୂର୍ଯ୍ୟ କିରଣରେ କ'ଣ ଭାସୁଥିବାର ଦେଖାଯାଏ? ଅମ୍ଳଜାନ ନା ଯବକ୍ଷାରଜାନ ନା ଧୂଳିକଣା ନା ଜଳୀୟ ବାଷ୍ପ? ତ
ଯେତେବେଳେ ଆମ ଘରରେ ଗୋଟେ କାନ୍ଥରେ ଗୋଟେ ଛୋଟ କଣା ବା କିମ୍ବା ସ୍କାଇଲାଇଟ୍ରୁ ସୂର୍ଯ୍ୟ କିରଣ ଘର ଭିତରକୁ ପଡ଼ୁଛି। ତୁମେ ସମସ୍ତେ ଦେଖିଥିବ ଆ ଦେହରେ ଭାସମାନ ଅବସ୍ଥାରେ ଗୁଣ୍ଡ ଗୁଣ୍ଡ ହୋଇ କ'ଣ ଗୋଟେ ଦେଖାଯାଏ। କେବେ ଭାବିଛ କି ଏଇଟା କ'ଣ? ଏଇଟା ହେଲା ଧୂଳିକଣା। ତେଣୁ ସୂର୍ଯ୍ୟ କିରଣରେ କ'ଣ ଭାସୁଥିବାର ଦେଖାଯାଏ? ଟାଇଟନ୍ ସେଠି ହେବ ଧୂଳିକଣା। ଏ ଯେଉଁ ଯବନଯାନ କି ଯବକ୍ଷାରଯାନ ଜଳିବା ସେ କ'ଣ ଖାଲି ଆଖି ଦେଖାଯିବ କି? କେବେ ବି ଦେଖାଯିବ ନାହିଁ। ସାଧାରଣତଃ ଆମ ଆଖିକୁ କ'ଣ ଦେଖାଯାଏ? ନା ଧୂଳିକଣାଟି ଦେଖାଯାଏ। ତେଣୁ ଆଜିର ଲାଷ୍ଟ କ୍ୱେଶ୍ଚିନ୍ଟି ହେଲା ଯେ ରୋଗୀମାନେ ନାକ ବାଟେ ପାଇପ୍ ଦ୍ୱାରା କେଉଁ ଗ୍ୟାସ୍ ନେଇଥାନ୍ତି? ଅପସନ୍ ଗୁଡ଼ିକ ହେଲା ଅମ୍ଳଜାନ, ଧୂଳିକଣା, ଅଙ୍ଗାରକାମ୍ଳ ଆଉ ଜଳୀୟ ବାଷ୍ପ। ଆମେ ଦେଖିଛେ ଯେ ନାକରେ ସମସ୍ତଙ୍କୁ ଗୋଟେ ମାସ୍କ ଟାଇପ୍ର ଦିଆହେଇଥାଏ। ସେଇଟା କେଉଁ ଗ୍ୟାସ୍ ଦିଆଯାଏ? ନା ଅମ୍ଳଜାନ ଗ୍ୟାସ୍। ତାଙ୍କର ଯେହେତୁ ଅମ୍ଳଜାନର ଡେଫିସିଏନ୍ସି ଥାଏ ସେଥିପାଇଁ ତାଙ୍କୁ ଶ୍ୱାସକ୍ରିୟା ନେବାରେ ଶ୍ୱାସକ୍ରିୟା କରିବାରେ କଷ୍ଟ ହୁଏ। ସେଥିପାଇଁ ତାଙ୍କୁ ଅମ୍ଳଜାନ ଥଳି ଅମ୍ଳଜାନ ଗ୍ୟାସ୍ ପାଇପ୍ ଦ୍ୱାରା ଦିଆଯାଇଥାଏ। ପିଲାମାନେ ଏବେ ସୁଦ୍ଧା ଆମର 15ଟି କ୍ୱେଶ୍ଚିନ୍ ଆମେ କମ୍ପ୍ଲିଟ୍ ଡିସ୍କସନ୍ କଲେ। ମୁଁ ଆଶା କରୁଛି ସମସ୍ତେ କ୍ୱେଶ୍ଚିନ୍ ଗୁଡ଼ାକୁ ବହୁତ ଭଲସେ ବୁଝିଥିବ, କିଛି ନୂଆ କଥା ମଧ୍ୟ ଜାଣିଥିବ। ଏମିତି ନୂଆ ନୂଆ କଥା ଜାଣିବା ପାଇଁ ଆମେ ଏକ୍ଜାମ୍ଟିକୁ ଯଦି ଭଲସେ ଏ ବର୍ଷ କ୍ରାକ୍ କରିବା ପାଇଁ ସମସ୍ତେ ଏମିତି ଆମ ସହ ଯୋଡ଼ି ରହିବେ। ଭିଡ଼ିଓ ଗୁଡ଼ାକୁ ବହୁତ ଭଲସେ ଦେଖିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିନେବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ ମଧ୍ୟ କରିନେବେ। ଥ୍ୟାଙ୍କ ୟୁ ଭେରି ମଚ୍।